ଏମିତି ହାଣ୍ଡିରେ ତ କେହି ଓଡ଼ିଶାରେ କରିନଥିବେ। ଏମିତି ହାଣ୍ଡି ଦେଖିଲ, ଏମିତି ହାଣ୍ଡିରେ କିଏ ବିରିୟାନୀ କରିଥିଲେ? ସୋ ହ୍ୟାଲୋ ଫ୍ରେଣ୍ଡ, ଗୁଡ୍ ମର୍ଣ୍ଣିଂ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ kopta.sagar। ତ ସାଙ୍ଗମାନେ ଆଜି ସକାଳୁ କାହିଁକି ଖରାଟା ହେଇଛି ମୁଁ ଜାଣିପାରୁନି। ଯଦି ଆପଣମାନେ ଜାଣିଛନ୍ତି ମୋତେ ଟିକେ କମେଣ୍ଟ କରି କହିବେ କାହିଁକି ସକାଳୁ ଆଜି ଖରା ହେଇଛି, ଆଉ କ'ଣ ପାଇଁ ସକାଳୁ ଆଜି ଖରା ହେଇଛି ମୋତେ ନିହାତି ଟିକେ କମେଣ୍ଟ କରି କହିବେ। ହଁ, ତ ଏଠି ଦେଖିପାରୁଥିବେ ସକାଳୁ ଆମର ଧୂଆଁ ବ୍ୟବସ୍ଥା ଏଠି ସବୁଦିନ ଚାଲୁଛି ସାଙ୍ଗମାନେ। ଧୂଆଁଟିଏ ସାଙ୍ଗମାନେ ମୁଁ କଣ୍ଟିନ୍ୟୁ ଦେଇ ରଖୁଛି ହେଲା, ସିଏ ଛଡ଼ାଛଡ଼ି ହେବ ନାହିଁ। ଆଉ ଏଇ କବିତା ମ୍ୟାଡ଼ାମ୍ ବର୍ତ୍ତମାନ ସେଠି ଦେଖିପାରୁଥିବେ ସାଙ୍ଗମାନେ, ତାଙ୍କୁ ପୂଜା ଧଜାରେ ସେ ପୁରା ମାତିକି ରହିଛନ୍ତି। ଆଉ ମୁଁ ବର୍ତ୍ତମାନ ଏଠି ଦେଖନ୍ତୁ ଧୂଆଁ କରିବା ପ୍ରୋସେସ୍ଟା ମୋର ପୁରା ଦିନ ସାରା ଏଠି ଚାଲି ରହିବ। ମଶା ଯେଉଁ ଭଳିଆ ହେଉଛନ୍ତି ସାଙ୍ଗମାନେ କ'ଣ ଆଉ କହିବା। ଏଇ ସେ କୁଆଡ଼େ ଚଢ଼ିଗଲାଣି ଗୋଟା, ତାକୁ ଏଇ ହାଉଲେ ଭଗା ନ ଅଛି, ହେଲମେଟ୍ ସେଲମେଟ୍ ପକାଇଦେବ କବିତା। ଭଗା 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 ଭଗା। ତାକୁ ପଇସା ମାଗିଲା ବେଳକୁ କହୁଛି ଆଉ ପଇସା ନାହିଁ, ସବୁ ଖର୍ଚ୍ଚ ହେଇଯାଇଛି। କୁଆଡ଼େ ଖର୍ଚ୍ଚ କରିଛି ପଇସା ନାହିଁ। ଆରେ କ'ଣ ଏମିତି ସଉଦା ନେଇ ଆଇଲୁ ମୋତେ ଟିକେ କହୁନୁ? ତେଲ ରିଫାଇନ ତେଲ ସେଦିନ ଆଣିଲି, ଅଟା ଫଟା ଆଣିଲି, ତମେ ଜାଣିପାରୁନ ଡେଲି ଅଧ କିଲୋ ଲେଖା ଅଟା ଆଉଛି। ଅଣ୍ଡା ଆଣିଥିଲୁ? ଅଣ୍ଡା ଆଣିଥିଲି କାଲି ନା ପରଦିନ 6ଟା ଆଣିଥିଲି ଅଣ୍ଡା। ଖାଉଛ ଯୋଉ ରାତି ଦିନ କରିକିନା, ତା ହିସାବଟା ରଖୁଛୁ କି? ହଁ, ବାହାରେ ସକାଳ ଡେଲି ଖାଉଛ ତମେ ସେଇ ପଇସାରେ ନେଇକିନା। ବୁବୁ ଜଳଖିଆ ଖାଉଛି, ଆଜି ଏଇନା ଗଲା ଚାହା ଧର ହେଲା କି ଭଲ ହେଲା, ଆଉ ପଇସା ମୁଁ ସେ ଆଳୁ ରସୁଣ ତେଲ ମେଲ ଯୋଉ ଆଣିଥିଲି ରାନ୍ଧିଲେ ଖାଉଛ ନା, ଖାଲି ଡାଲି କରିକିନା ହଁ ଡାଲି ବି ଆଣିଥିଲି, ସେ ଖାଉନଥିଲ? ତା ହିସାବଟା ରଖିଛୁ ଟୋଟାଲ? ସବୁ ସେ ଯୋଉ ପୁରୀରୁ ଆମେ ଫେରିଲୁ କେତେ ଥିଲା ତୋ ପାଖରେ ଟୋଟାଲ ପଇସା? ପୁରୀରୁ ଯେତେବେଳେ ଆମେ ଫେରିଲୁ ଘରକୁ ମୋତେ ଆଗେ ସେତିକି କହ, ତାପରେ ମୁଁ ହିସାବଟା କରିବି। ଆଣିକି ଉପାସ ରହିବ, ଆଉ କିଛି ଆଣିକି ଦେବି ନାଇଁ ତୁ ଆଣିକି ଦେଇକି ନହେଲେ ସେଇଟା ତ ମୁଁ ନେଇ ଆସିବି, ତୁ ବ୍ୟସ୍ତ ହ ନା, କିନ୍ତୁ ମୋତେ ହିସାବଟା ଦେ। ସେମିତି ପକେଇଦେବି, ଯେତେବେଳେ ଆଣିକି ଦେବ ସେତେବେଳେ ତୁ ଦେ, ମୋତେ ଆଗେ ହିସାବଟା ଦେ। କରିକାରି ଦେଲାଠୁ ତମେ କହୁଛ ନା ହିସାବ ଦେ ହଉଛି, ଆଉ ହିସାବ ଦେବି ଯେ କହି ହଉଛି। ମୁଣ୍ଡିଆ ଟିକେ ମରେଇ ଦଉନ ମାରୁନୁ, ମୁଣ୍ଡିଆ ଅଧିକା ପଡ଼ିଯା ସେଠି। ମୁଣ୍ଡିଆ କାହିଁ ମାରିବ, ଅଧିକା ପଡ଼ିଯାଉନୁ। ଖାତା ଗୋଟେ ପେନ୍ କାହିଁକି? ହଉ ହଉ ହଉ। ତ ସାଙ୍ଗମାନେ ଆଜି ଯେଉଁ ବୁଧବାର ମାର୍କେଟରେ, ବୁଧବାର ମାର୍କେଟରେ ମୁଁ କରିଥାନ୍ତି ଟିକେ ଚିକେନ୍ ବିରିୟାନୀ। ଆଉ ପଇସା ପତ୍ର ତ ଯାହା ଥିଲା ଗୋଟେ ଭଲ କଥା, ସବୁ ଖର୍ଚ୍ଚ ହେଇଯାଇଥିଲା, ବୁଝିପାରୁଛ। ତ ବର୍ତ୍ତମାନ ମୁଁ ଆସିଲି, ମୁଁ ହେଲେ ATMରୁ ନେଇଯିବି ପଇସା, ଚିକେନ୍ ଫିକେନ୍ ଚାଉଳ ଫାଉଳ କିଣିକି ଏକାଥରେ ବିରିୟାନୀ ଫିରିୟାନୀ କରିବି। ସାରା ATM ଚିପ୍ ଖରାପ ହେଇଯାଇଛି। ଏ ଦେଖ, ଏଇ ଯେଉଁ ଚିପ୍ ATMର ଖରାପ ହେଇଯାଇଛି, ଜାଣିପାରୁଛ, ଯାହାକି ପଇସା ଆଉ ଉଠୁ ନାହିଁ। ଚିକେନ୍ ଖାଇବି କି ତା ବାଳ ଖାଇବି, ବ୍ୟାଙ୍କ ଏଇ ଯେଉଁ ଚିପ୍ ATMର ଖରାପ ହେଇଯାଇଛି, ଜାଣିପାରୁଛ। ତ ସେ ଯେଉଁ ଚିପ୍କୁ ପ୍ରଲମ୍ କୁହା ହେଉଥିଲା, ଆକ୍ଚୁଆଲି ସେ ଚିପ୍ଟାକୁ ବାହାର କରିକି ତାକୁ ଫେବିକ୍ୱିକ୍ ଦେଇକି ଆଉ ଥରେ ସଫେଇଲି। ଆଉ ଥରେ ଆମେ ଯଦି ୟୁଜ୍ କରିବୁ ଦେଖିବା ସେ ହେଉଛି ନା ନାହିଁ। ଦେଖ ସେ କ'ଣ ଲେଖିବ, ଦେଖ। ଏ ଦେଖ ଲେଖିଦେଲା, କାର୍ଡ଼ ଇଜ୍ ନଟ୍ ଚିପ୍ ଇନେବଲ୍। କିନ୍ତୁ ଆମେ ଚେକ୍ କଲୁ, ଚେକ୍ କଲା ଭିତରେ ଆକ୍ଟିଭ୍ ଅଛି, ସେ ହେଉନାହିଁ। ଛାଡ଼, ଚାଲ। ଆଜ୍ଞା ଟାଇମ୍ କେଟା ହେଉଛି ଭାଇ? ଏଇଆଡ଼ୁ ପଳେଇବା ବ୍ୟାଙ୍କ ଡାଇରେକ୍ଟ। ଚାଉଳ ବଣ୍ଡା ଖାଲି କରିଦେବ କେମିତି ସେଠୁ? ହଁ, ଚାଉଳ ହେଇଯିବ ତୁ, ଆଉ ସେ ଚାଉଳ 120 ଟଙ୍କା। ସେ ଯାହା ହଉ ତୁ ତ ମିଳି ତ ଯିବ ଚାଉଳ। ଯଦି ଚିକେନ୍ଟା ମୁଁ ନେଇଯିବି ସେମିତି ସବୁ କାମ କର, ଦିଗଦାର, ଆହୁରି ଦିଗଦାର ଲାଗିବ। ନାଇଁ ଦିଗଦାର ଏଇଟା ଭାବିନିଅ। ମୁଁ ଅଇକା କିଛି ନୁହଁ, ପୁରୀ ଅଇକା ଯାଇଥାନ୍ତି। ମୁଁ ବାଟରୁ ଯାହା ବି ହେଲେ ଅତି କମ୍ରେ ଟଙ୍କା 500 ମୁଁ ୱିଡ୍ରଲ୍ କରିକି ନେଇକି ଯାଇଥାନ୍ତି, ସିଆଡ଼େ ଖିଆ ପିଆ ଦିଅନ୍ତି। କ'ଣ କରିଥାନ୍ତି ଭାଇ? ସବସ୍କ୍ରାଇବର ମାନେ ଅଛନ୍ତି, ସବୁ ସବସ୍କ୍ରାଇବର ଅଛନ୍ତି, ସିଏ କେଉଁଠି ଭେଟିବେ ନ ଭେଟିବେ, ହେଲ୍ପ କରିବେ ନ କରିବେ, ତୁମକୁ ଫୋନ୍ ମାରିଥାନ୍ତି ସିଆଡ଼ୁ ପଇସା ନେଇକି। ଭାଇ ଏଠି ଗୋଟେ 100 ପଠେଇଲ, ଭାଇ ସେଠି ଗୋଟେ 200 ପଠେଇଲ। ମୋତେ କଥାଟା ଡାଉଟ୍ ଲାଗିଲା, ଦୀପ ଚିହ୍ନ ଆକ୍ଟିଭେଟ୍ କରୁଥିଲା ନା ନାଇଁ?
ହେଇପାରିବ ଅଲଗାରେ ଭାଇ ହେଇପାରିବ ନାହିଁ। ଏଇଟା ମୋତେ ଗୋଟେ ଆଶ୍ଚର୍ଯ୍ୟ ଏଇଟା ଲାଗିଲା। କିନ୍ତୁ ତମେ ଜାଣିଛ ଯେ ନିଜ ବ୍ରାଞ୍ଚରେ ହିଁ ହେଇପାରିବ କେବଳ। ରସିଦ ଲେଖା ହେଲା ନିଜ ମାନେ ଭାରତରେ ଯୋଉଠି ଥାଉ ନିଜ ବ୍ୟାଙ୍କକୁ ହିଁ ଆସିବ। ଆଉ ମାନେ ଲିଖିତ ଆକାରରେ ଉଠେଇ ତ ସାଙ୍ଗମାନେ ବିରିୟାନୀଟା ହବ କିନ୍ତୁ ହେଇପାରିଲା ନାହିଁ। ଜନସେବା କେନ୍ଦ୍ରରେ ବି ମୁଁ ପଇସା ଉଠେଇ ପାରିଲି ନାହିଁ। କିନ୍ତୁ ଏଇ ଯେଉଁ ଭାଇଙ୍କ ପାଖକୁ ଆସି ମୁଁ ଚିକେନ୍ ଏଇ ଯେଉଁ ବାପ ପୁଅ ଚିକେନ୍ କାରଣ ଏଠି ଚିହ୍ନଟ ଗୋଟେ ଦିଅ ଭାଇ ଅନେଇଲ। ଶୁଣ ମୁଁ କ'ଣ କହୁଛି ମାଛ ନାଇଁ ମ ବାପ ପୁଅ ଚିକେନ୍ ସେଣ୍ଟର ମନେ ରଖା ହୁଏ ନା ମାଛ ସେଣ୍ଟର ବାପ ପୁଅ ଚିକେନ୍ ମାଛ ସେଣ୍ଟର 800 ଅଛି। ନାଁଟା ଭଲ ଲାଗୁଛି ନା ନାଇଁ ମୋତେ ସେଇଟା କୁହ। ନା ଯଦି ଭଲ ଲାଗୁଛି ବୋର୍ଡ ଗୋଟେ ମାର ତାହେଲେ ଏଇ ନାଁଟା ବହୁତ ବାପ ପୁଅ ଚିକେନ୍ ସେଣ୍ଟରରୁ ପଳେଇବ ଷଣ୍ଢପୁର। ହଉ ନାଇଁ ନାଁଟା ଏରେ ଆରେ ଲୋକ ଚିହ୍ନା ବି ଅଛନ୍ତି କହିଲେ ଖାଲି ପଇସା ତମେ ପେମେଣ୍ଟ କରିବ ସେ ବୋର୍ଡ ଦେଇଦେବେ। ଦୋକାନରୁ ଯିବି ଚାଉଳ ଟିକେ ନେଇକି ଭାଇ ଏ ସେ ଛୋଟ ଛୋଟ କାଠ ପଡ଼ିଥିବ ଭାଙ୍ଗି ଗାଡ଼ି ଆଗରେ ଥୋଇଦିଅ। ଆରେ କହୁଥିଲା ତମେ ସିନା କହିଲେ ସିନା ସିଏ ରଖିଲେ କ'ଣ ହବ। ତମେ ତ ଆଇଲ ନାହିଁ ସେତେବେଳେ ନଗାଦର କାହିଁ ଆଇଲ ନାହିଁ ଆଉ କୋଉଆଡ଼େ ଗଲୁ ଟାଟା ତ ଗଲୁ ଟାଟାରେ ଆସିକି ତ ରଥ ବାହୁଡ଼ା ପଇଲା ରଥ ବାହୁଡ଼ା ଟୋଟାଲ 7-8 ଦିନ ଖିଆ ପିଆ କିଛି ନାହିଁ। ଆଜି ଜାଣ ଏଇଟା ଫାଷ୍ଟ ଖିଆ ହବ ଏକା ଭଲରେ ଏମିତି କରିକି ଏ ଭାଇ ଆମର କାଠ ତଳା ସିଆଡ଼େ ଚଲେଇଲେଣି। ଭାଇ ଆସ ଆସ। ତ ସାଙ୍ଗମାନେ ଆପଣମାନେ ଜାଣିପାରିଲେ ମୁଁ କେମିତି ଚିକେନ୍ ବିରିୟାନୀ କରିବି। ଧାରରେ ଚିକେନ୍ ଆଣିଲି ଧାରରେ ଚାଉଳ ଆଣିଛି ଧାରରେ ଏମାନଙ୍କୁ ପଇସା ମୁଁ ପଛରେ ସୁଝିବି କିନ୍ତୁ ବ୍ୟାଙ୍କ ଗଲା ପରେ। ତ ଆପଣମାନେ ଦେଖିପାରୁଥିବେ ଆଜି ପୁରା ଏଠି କବିତା ମ୍ୟାଡ଼ାମ୍ ତାଙ୍କର ଏଇ ଯେଉଁ ଯୋଗାଡ଼ ନେଇ ବସି ଯାଇଛନ୍ତି ମାଇରାଣ ପୁରା କେରିମ୍ କରି ବଇଛନ୍ତି ଏଠି ଆପଣମାନେ ଦେଖିପାରୁଥିବେ। ତ ଚାଲନ୍ତୁ ପ୍ରୋସେସ ଟିକି ଆମେ ଆଗକୁ ବଢ଼େଇ ନେବା ସାଙ୍ଗମାନେ। ତ ସାଙ୍ଗମାନେ ଏଇଟା ଆମର ଆସିଯାଇଛି କରାଟ କଲିଜା। ତ ଆଜି କରାଟ କଲିଜା ଏଇଥାଏ କରାଟ ବି ଟିକେ ହବ ଖାଲି କଷା। ତ ଏଠି ଟିକେ ତେଲ ପକେଇ ଦଉଛି ସେ ଧୋଇଲା ଭିତରେ ସେ ତାଙ୍କର ଆସିଲେ କରିବେ। ଟିକେ ତେଲ ପକେଇବା ବେଶୀ ତେଲ ପକେଇବାନି ତେଲରେ। ତ ଆମେ ଏଇଠି ଆଉ ଟିକେ ପାଣି ଫୁଟୁ ମୁଁ ଛାନିଆ ହେଲେ କ'ଣ ହେବ ପାଣିଟା ଫୁଟି ନାହିଁ ପରା ପାଣି ଫୁଟିବା ଆଉ ଏଠି ମସଲା ସବୁ ବାଟିକି ନେଇ ଆସିଲି। ତାହେଲେ ଚିକେନଟା ଟିକେ ଧୁଆ ହେବ ଚିକେନଟା ହେବ ଟିକେ ହେଇଯାଉ କରାଟା କଲିଜାଟା ଡବଲ ଆଇଛି ଚିକେନ ଧୁଆ ହେବ। ମୁଁ ଧୋଇନି ସେ ବାପା ସେତିକି ଖାଲି ଧୋଇକି ନେଇ ଆସ ମୁଁ ତାକୁ ଧୋଇବି। ହଁ କତା ମୁଁ କ'ଣ ଗଣିକି ନା ଆଣିଛି ବାପା। ଶୁଣ ଏଇ ଟସଲାଟା ନେବୁ ବାବା ଛାଣିଲ ତାକୁ ବର୍ତ୍ତମାନ ଆମେ ଛାଡ଼ି ପକେଇଦେବା। କେମିତି ଏଇଟା ଧର ତମର ଚିକେନଟାକୁ ଧୋଇବ ଚିକେନଟାକୁ ହେଲା। ଚାଲ ତ ଏଠି ପଡ଼ିଗଲା ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଏଠି ପଡ଼ିଲା ଆମର ବିରିୟାନୀ ଚାଉଳ। ଏଠି ବର୍ତ୍ତମାନ କରାଟ କଷା ହେଉଛି ଆଉ କିଛି ସମୟ ପରେ ଏଠି କଷା ହେବ ଚିକେନ। ବାସ୍ ସାଙ୍ଗମାନେ ଦେଖିପାରୁଥିବେ ମୁଁ ନେଇ ଆସିଥିଲି କ'ଣ ଚିକେନ ବିରିୟାନୀ ପାଇଁ ଚିକେନ ଏ ଭାତ ତ ଆମର ପଡ଼ିଯାଇଛି ଏକା ଫୁଟୁଛି ଆ ଦେହରେ କିଛି ଘୁରେଇବ ନାହିଁ। ଏଇଠି ଅଛି ଥାଳିଟା ଘୋଡ଼େଇବାକୁ ଗୁଡ଼ା ଜିନିଷ ଦେଇଦିଅ। ଧନ୍ୟବାଦ କବିତା ମ୍ୟାଡ଼ାମ୍। ଆସନ୍ତୁ କବିତା ମ୍ୟାଡ଼ାମ୍ ଚିକେନଟା ଟିକେ ଧୋଇଦେବା ଏଠି ବର୍ତ୍ତମାନ। ବାସ୍ କୋଉଠିକି ଆଇଲ ମୋର କିଏ ଫୋନ୍ ମାଇଲା ତ ଧୋଇ ସାରନ୍ତୁ ସାଙ୍ଗମାନେ। ତ ସାଙ୍ଗମାନେ ଦେଖ ବର୍ତ୍ତମାନ ଆମେ ଏଇ ଚିକେନଟାକୁ ବର୍ତ୍ତମାନ ଆମେ ଟିକେ ମ୍ୟାରିନେଟ୍ କରିକି ତାକୁ ଆଗରୁ ଟିକେ ରଖିଦେଇଥିବା ସାଙ୍ଗମାନେ। ତ ଆପଣମାନେ ବି ବିରିୟାନୀ କଲାବେଳେ ସାଙ୍ଗମାନେ ଚେଷ୍ଟା କରିବେ ଆଗରୁ କେମିତି ଟିକେ ନାଗରୁ ମ୍ୟାରିନେଟ୍ କରିକି ରଖିଦେବା ପାଇଁ। ଟିକେ ଢାଳିଦେବା ସୋରିଷ ତେଲ ସାଙ୍ଗମାନେ। କେମିତି ହେଉଛି ଆପଣ ତ ବିରିୟାନୀ ଦେଖିଥିବେ। ଟିକେ ଆମେ ଜିନିଷଟାକୁ ଜିରା ଦେବୁ ବୁଝିଲୁ ନେଇକି ଆସେ ଛିଞ୍ଚି ଦେବୁ ଆଉ ହେଲା। ସେ ପ୍ଲାଷ୍ଟିକ ଏଟା ଅଛି ଆର ଟିକେ ଭାବ ସ୍ନେହ ଅଲଗା ମୋର। ଚାଲ ତ ସାଙ୍ଗମାନେ ଆମର କରାଟାଟା ପୁରା ଭଲ ଭାବରେ ହେଇଗଲା। ତ ଏବେ ତାକୁ କଷା ଦେହରେ ତାକୁ କାଢ଼ି ଦେଉଛନ୍ତି। କ'ଣ କରୁ ଏଇଠି ଅଛି ଛେଚିକି ଦେଉଛି ତ 3ଟା ଅଛି ଗୋଲମରିଚ ଗରମ ମସଲା ଆଉ ଚର୍ବି ଗୁଡ଼ା ଖାଲି ଥିଲା ତେଲ ଗୁଡ଼ା ବହେ ବାହାରିଛି। ଆମେ ଅଳ୍ପ ତେଲ ପକେଇକିନା ବି ଟିକେ ଆଧିରେ ଇଏ ଦେବୁ କ'ଣ ଟିକେ ତେଲ ଦେବୁ ଆଉ ହେଲା। ଆଉ ଟିକେ ତେଲ ଦେବି ନାହିଁ କି ଆଉ ତେଲ ନାହିଁ ଆଜି ଡବାର ବାହାର କର ଆକୁ ଭଲ ଲାଗିଗଲାଣି। ତୁ କ'ଣ କରୁଛୁ ଟିକେ ତରକାରୀଟା ବହି
କ'ଣ କରୁଛୁ? ସଉଦା ପିଠା ଗୁଡ଼ା ଟିକେ ଦେଖୁଥିଲି ତ ଖାତାଟା ବା ଲେଖିନଥିଲି ଉଠେଇଲି ତା ଦେହରେ ହଁ, ହଁ। ଆଜି ଏଠି ରୋଷେଇଟା ହେଉଛି କି? ମୁଁ ତା ପିଠାରେ ଟିକେ ପୁରେଇଥିଲି ବା ସଉଦା ଗୁଡ଼ା ନା ଘଇତା ତୋର ବସିକି ଖାଲି ରୋଷେଇ ଏଠି କରୁଥିବ ଆଉ କିଛି କାମ କରିବନି। ପାଣି ନିଅ ଏଇ ପାଣିଟା ପକା ଏଠି ତରକାରୀଟା ବଇଛି ତଳ ଲାଗିଲାଣି। ଲାଗିଲା ତମେ ତ ଏଠି ବଇଛ ତମେ ଦେଖିବ ନାହିଁ ମୁଁ ମୋର ଏଠି କାମ ଲାଗୁଛି ନା ଆଉ ମୁଁ କ'ଣ ଦେବି ପାଣିଟା ଥାଉ ଥାଉ। ଆଜି ସେ ହାଣ୍ଡିରେ ହିଁ କରିଦିଅ ହେଲା। ହଁ ଏଇ ଆଣ୍ଟି କରିଦେବ। ତ ଆମ ଗୋଲୁଅ କେତେ ସୁନ୍ଦର ନାଗୁଛି ଭାତ କହୁଛି ମୋ ହାତରେ ଆଣିକି ଭାତ ଖାଉଛି ତା ଏମିତି ହାଣ୍ଡିରେ ତ କେହି ଓଡ଼ିଶାରେ କରିନଥିବେ। ଏମିତି ହାଣ୍ଡି ଦେଖିଲେ ଏମିତି ହାଣ୍ଡିରେ କିଏ ବିରିୟାନୀ କରିଥିଲେ? ଆମେ ଏଇଟା ଫାର୍ଷ୍ଟ ଟାଇମ୍ କରୁଛୁ। ପୁଚୁ ଏମିତି ହାଣ୍ଡିରେ ବିରିୟାନୀ ହେଉଛି ନା ଜାଗା ହବ ଟି କିଏ ଜାଣି? ତାକୁ ଟିକେ ଅନାଅ ପୁରା କିଲେ ହାଣ୍ଡି କି 1.5 କିଲୋ ହାଣ୍ଡି ସେଟା ମୋର ଆଉ ଜାଗା ହବନି। ମୋ ପାଇଁ ସେ ଚିକେନଟା ଥାଉ ତମର କଡ଼ା କଲଚା ଅଛି ତମେ ଖାଇବ ସେତିକି ଥାଉ ମୋ ପାଇଁ ପକାଉ ନା ସବୁ। ଆଜି ଖରା ପାଗଟା ବି ହେଇଛି ଭଲ ଲାଗୁଛି ନା ଏ ପାଗରେ ଟିକେ ଖାଇବ ଭଲ ଲାଗିବ ବିରିୟାନୀଟା। ହଁ ବାସ୍ ଆଉ ଏମିତି ଗୁଣନ ଭଳିଆ ଗୋଟେ କର ବାସ୍। ସିମ୍ରେ ରଖ ପୋଡ଼ିଯିବ ହାଣ୍ଡିଟା। ସେଇ ଥାଳିଆଟା ଆମର ଘୋଡ଼େଇ ଦିଅ ବାମ୍ଫ କୁଆଡ଼େ ଯେମିତି ନଯିବ ସିଏ। ତ ସାଙ୍ଗ ଆମର ପୁରା ରେଡ଼ି ହେଇଗଲା କିନା ପିଆଜ ଭଜା କାହିଁକି ନା ତେଲ ମସଲା ବେଶୀ କେହି ଏମିତି ହାଣ୍ଡିରେ ବିରିୟାନୀ କରିନଥିବେ। ଆଜି ଆମେ ସର୍ଟକଟ୍ରେ ବିରିୟାନୀ କରିଦେବୁ। ହେବ ଠିକ୍ ହଁ ଗରମ ହାତ ଫାତ ପଡ଼ି ଯାଉଥିବ। ତମ ବୋତଲରେ ପାଣି ପୁରେଇ ଦିଅ ତମେ ଶାନ୍ତିରେ ବସି ପିଇବ। ସାଙ୍ଗମାନେ ବାସ୍ନାଟା ଯେଟା ଜୋର ହେଉଛି ମୋତେ ଭୋକ ଲାଗିଲାନି ଆକ୍ଚୁଆଲି କାହିଁକିନା ଆଙ୍କୁ ସଜାଡ଼ି ଦେଇ ତାଙ୍କର ଖାଇଲେ ମୁଁ ମୋର ଚୁପଚାପ ମୋର ଖାଇବା ଆଉ 10 ଥର ଉଠିବା ମୋତେ ଖାଇବା ଉପରେ ପଡ଼ିବ ନାହିଁ। ଖାଇବା ଉପରେ ଅନ୍ କରିଯିବା କରିନି ଏ ସାଲା କରଟା ଦେଖିଲେ ଭଲ ଲାଗୁଛି କିନ୍ତୁ ମୋତେ ସେଇଟା ପସନ୍ଦ ନାହିଁ। ଟିକେ ଆଳୁ ଝୋଳ ହେଇଥିଲେ ଟିକେ ମୋତେ ଭଲ ଲାଗିଥାନ୍ତା। ଟିକେ ଝୋଳ ଆଳୁ ଝୋଳ କଷିକିନା ଖାଇ ଦେଇଥାନ୍ତି। ମୋତେ ଚାଲ ଆମେ ଆବି ଖାଇବା ଯାଏ। ତୁମର ଏଇଠି ପାଣି ଥୁଆ ହେଇଛି ତମର ଯେତେବେଳେ ଇଚ୍ଛା ତମେ ସେତେବେଳେ ପିଇବ। କଷ୍ଟ ଯଦି ହେଉଛି ତଳେ ବସି ଖାଅ ନା ଉପରେ ବସି ଖାଅ। ଆଉ ମୋ ପୁଅ ଆସିଲେ ତାର ଖାଇବା ଆଉ 4ଟା ବେଳକୁ ଆଉ ସ୍କୁଲ ପଳେଇଛି। ତାତିଛି ବହୁତ ଜୋରେ। बड़ा जी बाबू बाकी धार करके नहीं खाऊ देख दिया खाइब ना खुशी करते चालो हाँ आज वर्षा पागे भाविली पागटा सेमती है बिरियानी कर खाया कि खरा हो गला कराटा को रुटी चकुली पिठा मसला था ना तो बियर कर दो ना ओ मो पेट वाला गुड़ गाड़ काऊ काऊ भोक कर